ଭଲ ଭାବରେ ଦେଖିନିଅନ୍ତୁ ଏ ଦୃଶ୍ୟକୁ। ଦେଖିଲେ ଛାତି ଫାଟି ପଡ଼ୁଛି। ଅନେକ ଦିନ ହେଲା ମେରୁଦଣ୍ଡ ସମସ୍ୟାରେ ପୀଡ଼ିତ ହୋଇ ଏ ବ୍ୟକ୍ତି ଜଣକ ଏଇଭଳି ଭାବରେ ଖଟରେ ପଡ଼ି ରହିଛନ୍ତି। ନା ଚାଲି ବୁଲି ପାରୁଛନ୍ତି, ନା ନିଜ କାମ ନିଜେ କରିପାରୁଛନ୍ତି। ସେପଟେ ଦେଖନ୍ତୁ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା। ସେ ବି କିଡନୀ ରୋଗରେ ପୀଡ଼ିତ ହୋଇ ଠିକ୍ ଭାବରେ ଚାଲି ବୁଲି ପାରୁନାହାନ୍ତି। ଇଏ ହେଉଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ ଗୌରନମୁଣ୍ଡା ଗାଁର ଭଗବାନ ସାହୁ। ଦୀର୍ଘ 4 ବର୍ଷ ହେଲା ରୋଗ ପାଇଁ ସେ ଶଯ୍ୟାଶାୟୀ। ଦିନ ମଜୁରୀ କରି ପରିବାର ଚଳାଉଥିଲେ ଭଗବାନ। ଦେହ ଖରାପ ପରେ ପରିବାରର ସବୁତକ ବୋଝ ପଡ଼ିଥିଲା ତାଙ୍କ ସ୍ତ୍ରୀଙ୍କ ଉପରେ। ମୋ ନାଁ ତାରଚନ୍ଦ ପ୍ରଧାନ, ପୋଷ୍ଟ ଗୌରନମୁଣ୍ଡା ପୋଷ୍ଟ। ତ ଆଜି ଯେନ୍ ଆପଣମାନେ ଆସିଛନ୍ ଯାହାର ଅସୁବିଧା ଯେ ସୁବିଧା କରବାର୍ ଲାଗି, ସେ ହେଉଛି ଡାକ୍ତର ସାହୁ। ଆମର ଗାଁରେ ଭଗବାନ ସାହୁର ତାର ନା ଅରିଜିନାଲ୍ ନା ଭଗବାନ ସାହୁ। ସେ 5 ବର୍ଷ ଆଗରୁ ଏନର୍ଜିଏସ୍ କାମ କରିଯାଇଥିଲା। ଗୋଟେ ଖାଲା ପଡ଼ିଯାଇଥିଲା, ସେତେବେଳେ ବଣୁଆ ଭିଡ଼ିଓ ଥିଲେ ଯେ ପ୍ରଶାସନ ଗେଟ୍ କୁହାଯାଇଥିଲା ଖାଲା ପଡ଼ିଯାଇଛି ବୋଲି। ତାହାକେ ହସ୍ପିଟାଲ ନିଆ ହେଲା, ସେମାନେ କିଛି ପ୍ରକାର ସାହାଯ୍ୟ ନାଇଁ କଲେ। କିନ୍ତୁ ଯେତେବେଳେ ନୂତନ ସରପଞ୍ଚ ହେଲେ, ସେ ଗୋଟେ ଅନ୍ତର୍ଦୟ କାର୍ଡ଼ଟେ ଏବଂ ତାର ଭତ୍ତା କରିଦେଲେ। ନୂତନ ସରପଞ୍ଚ ଯେନ୍ ହେଲେ ବିଲାସିନୀ ସାହୁ, ସେ ନୂତନ ଭାବେ ତାହାକେ ଦେଲେ। ସେଥିନ୍ ସେମାନେ ଚଲୁଛନ୍ ଇହାଦେ। ତାର ପରେ ପରେ ସେ ପ୍ରେସରରେ ତାକର ଗୋଟେ ଆମରି ତାକର ୱାଇଫ୍ଟା ବି ସେନ୍ତା ପେସେଣ୍ଟ ହେଇଗଲେ, ଯାହାର 2 କିଡ଼ନୀ ଖରାପ ହେଇଗଲାନ। ଇହାଦେ ବ୍ଲଡ଼ ତାକର ଦିହା 3 ପଏଣ୍ଟ କି 4 ପଏଣ୍ଟ ଅଛେ। ଏବଂ ତାକର ଗୋଟେ ଛୋଟ ପିଲାଟେ ଅଛେ, 9 ପଢ଼ୁଛେ। ଏଇଥର 9 ପଢ଼ୁଛେ। ସେ ମାସେ ଥିନ୍ 12 କି 13 ଦିନ ପଢ଼ି ଯାଉଛେ, ବାକି ଦିନ କାମ କରି ଯାଉଛେ। ସେଟା ଆନୁଛେ, ଆର୍ ସେ ଚାଉଳ ଯେନ୍ଟା ପାଇଥିବେ ସେଥିନ୍ ଆନୁଛନ୍, ଆର୍ ସେ ରାନ୍ଧି ବାଢ଼ିକିରି ଖାଇବାର୍କେ ଦଉଛେ। ଯଦି ଇଥିନ୍ ସରକାର ପ୍ରଶାସନ, ଇହାଦେ ନୂତନ ସରକାର ହେଇଛନ୍, ଯଦି ପ୍ରଶାସନ କିଛି ସାହାଯ୍ୟ କଲା ବେଲେ ଏମାନେ ଉପକୃତ ହେତେ ଏବଂ ସେ ଛୁଆ ପାଠ ପଢ଼ି ପାରତା। ତେବେ ଯେଣେ ତେଣେ କରି ମୂଲ ଲାଗି ପରିବାର ଚଳାଇବାକୁ ଲାଗିଲେ ତାଙ୍କ ସ୍ତ୍ରୀ। କିନ୍ତୁ ଦୈବ ବି ସେତକ ସହିପାରିଲାନି। ସେ ଏବେ କିଡନୀ ରୋଗରେ ପୀଡ଼ିତ। ମୋତେ କିଡ଼ନୀ ଫେଲର୍ ହେଇଛି, ଆରୁ ତାମାନେ ମେଟ୍ ହେଇଯାଇଥିଲେ, ଆରୁ ଏଇଠି କରି ଗୋଡ଼ା ନେଇ ଚଲ୍ବା ସବୁ ପଡ଼ି ଯାଇଛେ। ମତାରେ ବୁର୍ଲା ନେଇଥିଲୁ, ବରଗଡ଼ ନେଇଥିଲୁ, ନରସିଂହା ନେଇଥିଲୁ, ହରିଶଙ୍କର ନେଇଥିଲୁ, ମତାରେ ତିପଲମୁଡ଼ା ନେଇଥିଲୁ, ୱାଲଟର ନେଇଥିଲୁ, ଭୁବନେଶ୍ୱର ନେଇଥିଲୁ। କେହି ନି ହେଲେ ଇହାଦେ ଆନିକରି ଘରେ ରଖିଛେ, ଯତ୍ନ ନେଉଛେ। ଯତ୍ନ ଆଲି ଇହାଦେ ନି ପାରଲି, ମୁଇଁ ପଡ଼ି ରହିଲି। ମୋତେ କିଡ଼ନୀ ଫେଲର୍ ହେଲା। ଇହାଦେ ଯତ୍ନ ନେବାର୍କେ 2 ଜଣ କିଏ ହେଇନି। ଇହାଦେ ପଡ଼ି ରହିଛେ। ମୋର୍ ଛୁଆ ଗୋଟେ ଅଛେ ଯେ ଟିକେ ଦଉଛେ ଯେ ପଉଛୁଁ। ଏଟା କେନ୍ତା କରି ଚଲ୍ମୁ? କାଣା ମିଲ୍ବା ବେଲେ ଦେବେ ବେଲେ ଟୁଣା ଟୁଣି ଗୁଡ଼ା ଦୁର୍ ଲାଗ୍ବା ବେଲେ ଛୁଟ୍ମି। ମୋର୍ ଛୁଆକେ ଯତ୍ନ। ଭଗବାନଙ୍କର ଅଛି ଏକ 14 ବର୍ଷର ଗୋଟିଏ ପୁଅ। ବାପା ମାଙ୍କର ଦେହ ଖରାପ ପରେ ସତେ ଯେମିତି ଆକାଶଟା ତା ମୁଣ୍ଡ ଉପରେ ଛିଣ୍ଡି ପଡ଼ିଛି। ପାଠ ପଢ଼ିବା ବୟସରେ ପାଠରେ ଡୋରି ବାନ୍ଧି ମଜୁରୀ ଲାଗି ଏବେ ସେ ପରିବାର ଚଳାଉଛି। ଆଉ ଖେଳିବା ବୁଲିବା ବୟସରେ ଘରେ ରହି ବାପା ମାଙ୍କ ସେବା କରୁଛି। ସେପଟେ ବାପା ମାଙ୍କୁ ଚିକିତ୍ସା କରିବା ପାଇଁ ନା ଅଛି ତା ପାଖେ ସମ୍ବଳ, ନା ଅଛି ଶକ୍ତି। ଏମାନଙ୍କ ଅବସ୍ଥାକୁ ଦେଖିଲେ ସତେ ଲାଗୁଛି ଦୁଃଖ ଯେମିତି ତା ସାଙ୍ଗସାଥୀମାନଙ୍କୁ ନେଇ ଏଇମାନଙ୍କ ଘରେ ହିଁ ପହଞ୍ଚି ଯାଇଛି। ତଥାପି ଆଶା ଛାଡ଼ି ନାହାନ୍ତି ପରିବାର ଲୋକେ। ସରକାରଙ୍କ ତରଫରୁ କେବେ ଚିକିତ୍ସା ସହିତ ସହାୟତା ମିଳିବ, ସେ ନେଇ ଆଶା ଏବଂ ଅପେକ୍ଷାରେ ଏ ଦୁଷ୍ଟ ପରିବାର।